ମାର୍ଗଶିର ମାସ ଗୁରୁବାର ପାଇଁ ସମସ୍ତେ ପ୍ରାୟ ମଣ୍ଡା ପିଠା ବନାନ୍ତି। ଆଜି ହେଲା ମାର୍ଗଶିର ମାସର ସେକେଣ୍ଡ ଗୁରୁବାର। ଆମ ପିଲାମାନେ ମଣ୍ଡା ପିଠା ଖାଇବା ପାଇଁ ଭଲ ପାଆନ୍ତିନି, ସେମାନଙ୍କର ପୁରୀ ତରକାରୀ ପସନ୍ଦ। ଆଜି କହୁଥିଲେ ପୁରୀ ତରକାରୀ ବନେଇବା ପାଇଁ, କିନ୍ତୁ ମୁଁ ମନା କଲି। ଆଜି ମୁଁ ବନଉଛି ସୁଜି ମଣ୍ଡା। ପ୍ରଥମେ ପୁର ପ୍ରସ୍ତୁତ କରି ତାପରେ ଯେଉଁ କ୍ଷୀର କିଛି ଫୁଟେଇ ସେଥିରେ ଫୁଟା କ୍ଷୀରରେ ସୁଜି ପକେଇକି ତାକୁ ଖଳି ପ୍ରସ୍ତୁତ କରିଦେଲି। ତାପରେ ସେ ଖଳିକୁ ଭଲ ଭାବରେ ତାକୁ ଚକୁଟେଇକି ଭଲ ଭାବରେ ଦଳି ନରମ କଲି। ତାକୁ ଛୋଟ ଛୋଟ ଗୁଳା ବନେଇକି ପୁର ଯେଉଁ ବନେଇଥିଲି ପୁର ଦେଇ ମଡ଼େ ମୋଡ଼ା ପିଠା ଭଳିଆ ପ୍ରସ୍ତୁତ। ତାପରେ କ୍ଷୀର ଆଉ ଟିକେ କଡ଼େଇରେ ବସି କ୍ଷୀର ଫୁଟେଇ ଦେଲି, ଚିନି ପକେଇଦେଲି ଏବଂ କ୍ଷୀରକୁ ଫୁଟି ଆସିଲା ପରେ ସେଥିରେ ଫୁଟିଲାରେ ତାପରେ ପିଠା ଯେଉଁ ବନି ସାରିଲା ପରେ ତାକୁ ଗୋଟି ଗୋଟି କରି କାଢ଼ି ଆଣିଲି। ତାପରେ ପିଠା ବନି ସାରିଲା ପରେ କ୍ଷୀର ଟିକେ ଗାଢ଼ା ହେଇଯାଇଥିଲା ଏବଂ ଚିନି ଆଉ କ୍ଷୀର ସେଥିରେ ଇଲାଇଚି ପକେଇ ଦେଇକି ପିଠା ଗୁଡ଼ିକ ଯେଉଁ ପ୍ରସ୍ତୁତ କରିକି ଥିଲା ତାକୁ ସେଇଥିରେ ପକେଇଦେଲି। ବେଶ ଗଲା ଯେଉଁ କ୍ଷୀରରେ ସୁଜି ମଣ୍ଡାକୁ ପକେଇକି ଯେଉଁ ବହୁତ ବଢ଼ିଆ ଟେଷ୍ଟ ବି ଆସିଲା, ପିଲାମାନେ ବି ଖୁସିରେ ଖାଇଲେ।